आपण ମାନେ ତ ଦେଖିଥିଲେ ପୂର୍ବ ବ୍ଲଗରେ ଚାଣ୍ଟି କେମିତି କ'ଣ ପୂଜା କରିଥିଲା ତାହା ଭଗବାନଙ୍କୁ ଜଣା। ଆଉ ପୁଣି ଥରେ ଆଉ ଗୋଟେ ବ୍ଲଗକୁ ସ୍ୱାଗତ। ଦେଖିପାରୁଥିବେ ଶିଲାନୀ ବର୍ତ୍ତମାନ ନଡ଼ା କାଟୁଛି। କାରଣ ରାତିରେ ବହୁତ ସାରା ଜିନିଷ ହେବାକୁ ଯାଉଛି। ଗୋଟେ ତେଣ୍ଟା ଗୋଟେ ଗଛର ଗୋଟେ ଗଛଟେ କେନା କେନା ଭଳିଆ ହେଇଥିବ ତାକୁ ଆଣିକି ରାତିରେ ପୋତା ହେବ। ତାକୁ ଏଇ ଯେଉଁ ଶିଲାନୀ ଯେଉଁ ନଡ଼ା କରୁଛି ଏଇ ନଡ଼ାଟାକୁ ନେଇକି ସେଥିରେ ପୂରେଇକି ସେଟା ରାତିରେ ନିଆଁ ଲଗାହେବ ଆପଣମାନେ ଦେଖିବେ। କାରଣ ଏଇଟା ହେଉଛି ଏଇଟା କରିବାର ଉଦ୍ଦେଶ୍ୟ ହେଉଛି ଏଇଟା ହେଉଛି ସାଧବ ବୋହୂମାନେ ତାଙ୍କ ସ୍ୱାମୀମାନଙ୍କୁ ଯେତେବେଳେ ବିଦାୟ ଦିଅନ୍ତି ଏଇଟା ବନ୍ଦାନ୍ତି ସେଇ ଉଦ୍ଦେଶ୍ୟରେ। ଆଉ ଏପଟେ ଦେଖିପାରୁଥିବେ ସବୁ ସାରୁପତ୍ର କାଟିକି ରଖାହେଇଛି। ଏଇଟା ହେଉଛି ବୋଇତ ବନ୍ଦାଣ। ବୋଇତ ବନ୍ଦାଣ ମାନେ ଯେଉଁ ସେମାନେ ଯେଉଁ ବୋଇତରେ ଯାଆନ୍ତି ଡଙ୍ଗା ହିସାବରେ ତାକୁ ଭସେଇ ଦିଆଯାଏ। ସେଇଟା ଆପଣମାନେ ଦେଖିବେ ରାତିରେ କେମିତି କ'ଣ ତିଆରି ହେଉଛି। ସେଥିପର୍ଯ୍ୟନ୍ତ ଭିଡ଼ିଓକୁ କଣ୍ଟିନ୍ୟୁ କରନ୍ତୁ। ଆପଣମାନେ ତ ଦେଖିଥିଲେ ଆମ ଗାଁରେ କେମିତି କ'ଣ ସଜାସଜି ହେଇଛି। ପୁଣି ଆମ ଗାଁଟା ପୁଣି ଚାରି ଭାଗରେ ଡିଭାଇଡେଡ଼। କେଉଁ ଗାଁରେ କେମିତି କ'ଣ ସଜାସଜି ହେଇଛି ଆପଣମାନଙ୍କୁ ମୁଁ ଦେଖେଇବି। ମାନେ ସବୁ ଜାଗାରେ ବି ଭଲ ଭଲ ସଜେଇଛନ୍ତି। ଆମ ଗାଁରେ ବାଦ ହୁଏ କେଉଁ ଗାଁ ଭଲ ସଜେଇଛି ବୋଲି। ବର୍ତ୍ତମାନ ମୁଁ ଦେଖେଇବି କେଉଁ ଗାଁ କ'ଣ କେମିତି ସଜେଇଛି। ଫାଷ୍ଟ ଆମେ ଯିବା ଚାଲନ୍ତୁ ବେହେରା ସାହି ଯିବା। ବେହେରା ସାହିରେ କେମିତି କ'ଣ ସଜାସଜି ହେଇଛି। ଆଉ ଗୋଟେ କଥା କହିଦେଉଛି ଏଇଟା ଯେହେତୁ ପ୍ରଥମ ପାଳି ସେଥିପାଇଁ ବେଶୀ ବି ଭଲରେ ସଜେଇ ନଥିବେ। ଯାହା ବି ଯେତିକି ସଜେଇଥିବେ ମୁଁ ଆପଣମାନଙ୍କୁ ଦେଖେଇବି। ପୁଣି ରାତିରେ ବି ଆଉ ଥରେ ଯିବି। ଚାଲନ୍ତୁ ଦେଖିବା କେମିତି କ'ଣ ସଜେଇଛନ୍ତି। ଫାଷ୍ଟ ଆମେ ଯିବା ବେହେରା ସାହି। ଦେଖିପାରୁଥିବେ ଆମେ ବର୍ତ୍ତମାନ ବେହେରା ସାହିରେ ପହଞ୍ଚିଗଲୁ। ଆଉ କେତେ ସୁନ୍ଦର ଭାବରେ ସଜେଇଛନ୍ତି। ଠାକୁର କେତେ ସୁନ୍ଦର ଦେଖାଯାଉଛନ୍ତି। ଆଉ ଯେହେତୁ ଫାଷ୍ଟ ପାଳି କହିଥିଲି ବେଶୀ ହିନ୍ଦୀ କିଛି ସଜାସଜି ନାହିଁ। ଯାହା ବି ଯେତିକି ସଜେଇଛନ୍ତି ମା ଆଗରେ ଯାହା ତୁମେ ସଜେଇବ ସବୁକିଛି ସୁନ୍ଦର। ତୁମେ ତାଙ୍କ ଆଗରେ ଗୋଟେ ଫୁଲଟେ ବି ଥୋଇଦେଲେ ସୁନ୍ଦର। ତାଙ୍କ ଆଗରେ ଗୋଟେ ଲୁଗାଟେ ପାରିକି ବି ବସାଇଦେଲେ ସବୁ ସୁନ୍ଦର। ଆଉ ଦେଖିପାରୁଥିବେ ଏପଟେ ଏଇ ମହାଶୟ କେମିତି ଶୋଇଛନ୍ତି। ହଉ ଏଇ ସାହି ତ ବୁଲା ସଇଲା। ବର୍ତ୍ତମାନ ଆମେ ଆଉ ଗୋଟେ ସାହି ଯିବା ଦେହୁରୀ ସାହି। ଚାଲନ୍ତୁ ଦେହୁରୀ ସାହିରେ କେମିତି କ'ଣ ସଜାସଜି ହେଇଛି ଆପଣମାନେ ଦେଖିବେ। ଆଉ ଗୋଟେ କଥା ଆମ ଗାଁର ସବୁ ସାହି ଭିତରେ ଏଇ ସାହିରେ ବେଶୀ ଟିକେ ମୂର୍ତ୍ତି ହୁଏ। କାରଣ ଏଇ ସାହିରେ ଟିକେ ବେଶୀ ପିଲା ଆଉ ତା ସହିତ ମାନେ ଏଇ ଗାଁରେ ଗୋଟେ ଥାଏ ନା ପ୍ରତ୍ୟେକ ଗାଁରେ ଗୋଟେ ଗୋଟେ ଇଷ୍ଟ ଦେବୀ ଥାଆନ୍ତି। ଯେଉଁ ତିନି ଚାରି ପ୍ରକାର ଥାଆନ୍ତି ସେ ସବୁବେଳେ ପୂଜା ପାଆନ୍ତି। ଆଙ୍କ ଗାଁରେ ସେମିତି ଦୁଇ ତିନି ଜଣ ଦୁଇ ଜଣ ତିନି ଜଣ ଦୁଇଟା ତିନିଟା ମୂର୍ତ୍ତି ଅଛି ଯିଏକି ସବୁବେଳେ ପୂଜା ପାଆନ୍ତି। ସେଇଥିପାଇଁ ଏଇ ଗାଁରେ ଟିକେ ବେଶୀ ମୂର୍ତ୍ତି ହୁଏ ଆଉ। ବର୍ତ୍ତମାନ ଆପଣ ଦେଖିଲେ ମାନେ ବେହେରା ସାହିର କେମିତି କ'ଣ ସଜାସଜି ଚାଲିଛି। ବର୍ତ୍ତମାନ ଆମେ ଆଉ ଗୋଟେ ସାହିକୁ ଚାଲୁଛୁ। ଆଉ ଗୋଟେ ସାହିର କେମିତି କ'ଣ ସଜା ହେଇଛି ଆପଣମାନେ ଦେଖିବେ। ଆଉ ଗୋଟେ ସାହିର ନାଁ ହେଉଛି ଦେହୁରୀ ସାହି। ଦେହୁରୀ ସାହିର କେମିତି କ'ଣ ସଜେଇଛନ୍ତି ଆପଣମାନେ ଚାଲନ୍ତୁ ଦେଖିବେ। ଦେହୁରୀ ସାହିଟା ଆମ ଗାଁ ଛେକରେ, ଆମ ଗାଁ ଛେକଟାକୁ ଦେହୁରୀ ସାହି କହୁଛନ୍ତି। ସବୁ ଟୁର ହଉଛି ହାଇ କରିଦେ। ଏଇଟା ହେଉଛି ଆମ ଗାଁ ଦେହୁରୀ ସାହି। ଯେହେତୁ ଫାଷ୍ଟ ପାଳି ବର୍ଷ କିଛି କେହି ବେଶୀ ସଜାସଜି କରିନାହାନ୍ତି। ଷ୍ଟାଣ୍ଡ ଉପରେ ରଖିଦିଅ। ଏଇଟା ଦେହୁରୀ ସାହି। ଏଇଟା ହେଉଛି ଦେହୁରୀ ସାହି ପୁରା ସିମ୍ପଲ। ଏ ପାଖୋଟିଆ ସାଇକେଲଟା ନଉନୁ। ଏଇଟା ହେଉଛି ଦେହୁରୀ ସାହିର ମାନେ ତାଙ୍କର ଯେହେତୁ ପିଲା ଟିକେ କମ୍ ସେଥିପାଇଁ ସେ ବେଶୀ ସଜାସଜି କରିନାହାନ୍ତି। ଏଇଟା ଯେହେତୁ ଫାଷ୍ଟ ପାଳି ବି ବେଶୀ କିଛି ନାହିଁ। ବର୍ତ୍ତମାନ ଆମେ ଆଉ ଗୋଟେ ସାହିକୁ ଚାଲିଲୁ। ଚାଲ ବର୍ତ୍ତମାନ ଆମେ ଆଉ ଗୋଟେ ସାହିକୁ ବାହାରିଲୁ। ସେଇଟା ହେଉଛି ମୁଣ୍ଡିଆ ସାହି। ଆପଣମାନେ ଦେଖିବେ ଆଗକୁ ଚାଲନ୍ତୁ। ମାନେ ଏଇଟା ହେଉଛି ଆମ ଗାଁ ଲାଷ୍ଟ ସାହି। ଆମ ଗାଁ ଚାରିଟା ବାଦ ହୁଏ। ଚାରିଟା ସାହିରେ ଚାରିଟା ପୂଜା। ମୁଣ୍ଡିଆ ସାହିଟା ମୁଣ୍ଡିଆ ନାଁ ଜାଣିପାରୁଥିବେ। ମୁଣ୍ଡିଆ ସାହି ମାନେ ମୁଣ୍ଡିଆ ସାହି ଗୋଟେ ପାହାଡ଼ ଉପରେ ମୁଣ୍ଡିଆ ସାହି। ଚାଲ ଆଉ ଆଜି ଯେହେତୁ ରବିବାର ଆମ ଗାଁ ଦିଅର ପ୍ରବଳ ଗାଡ଼ି। ଚାଲ 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 ଦେଖିବା ଆମେ ମୁଣ୍ଡିଆ ସାହିରେ ଅଛୁ।
ଆମର ବୁଲି ବୁଲି ବ୍ଲଗ ହଉଛି କୋଉ ସାହିର କେମିତି କଣ କରିଛନ୍ତି। ଦେଖିପାରୁଥିବେ ଏଇଟା ହଉଛି ଆମ ଗାଁର ମୁଣ୍ଡିଆ ସାହି। ଏଇଟା ବି କେମିତି ସୁନ୍ଦର ଭାବରେ ସଜାସଜି କରିଦେଇଛନ୍ତି ଆପଣମାନେ ଦେଖିପାରୁଥିବେ। ମାନେ ସବୁ ଗାଁରେ କହିବାକୁ ଗଲେ ପୁରା ଭଲରେ ସଜାସଜି କରିଛନ୍ତି। ମୁଁ ତ କହିଛି ଏଇଟା ଯେହେତୁ ମାନେ କମ୍ପିଟିସନ ମୋଡ ଅନୁସାରେ କରାହଉଛି ସମସ୍ତେ କିନ୍ତୁ କହିବେ ଆମ ଗାଁଟା ଭଲ। ଆଉ ଦେଖିପାରୁଥିବେ ଏପଟେ ମୋର ଜ୍ୟୋତି ସହିତ ଦେଖା ହେଇଗଲା। ଯେହେତୁ ଜ୍ୟୋତି ଆଗରୁ ଆମ ଗାଁ ପଟେ ରହୁଥିଲା ସେଥିପାଇଁ ମୁଁ ତାକୁ ପଚାରିଲି କଣ ଏଇଟା କେମିତି ଭଲ ଲାଗୁଛି ନା କଣ। ତାର ମୁଁ କହିଲି ଆସେ ଆମ ଗାଁକୁ ଯିବା। ସେ ତାର ମନା କଲା, କହିଲା ନାଇଁ ଏଇଠି କେହି ପିଲା ନାହାନ୍ତି ସେଥିପାଇଁ ମୁଁ ଏଇଠି ମୋର ଉଷା କରିବି। ତା ସହିତ କଥାବାର୍ତ୍ତା ହେଇକି ବର୍ତ୍ତମାନ ଆମେ ତାଙ୍କ ଗାଁରୁ ବିଦାୟ ନେଲୁ। ଦେଖିପାରୁଥିବେ ଚାରିଆଡେ କେମିତି ଜଙ୍ଗଲ, ସେଇଥିପାଇଁ ଏଇ ଗାଁଟିର ନାଁ ହଉଛି ମୁଣ୍ଡିଆ ସାହି। ମୁଣ୍ଡିଆ ସାହି ଉପରେ ଅଛନ୍ତି ବୋଲି ଗାଁଟିର ନାଁ ହଉଛି ମୁଣ୍ଡିଆ ସାହି। ଆଉ ଆପଣମାନେ ତ ଦେଖିଲେ ଚାରିଆଡେ କେମିତି କଣ ସଜାସଜି ଚାଲିଛି। ଆମ ସାହିର ନାଁ ହଉଛି ପୁରୁଣା ସାହି, ତାପରେ ବେହେରା ସାହି, ଦେହୁରୀ ସାହି, ମୁଣ୍ଡିଆ ସାହି। କୋଉ ସାହିରେ କେମିତି କଣ ସଜେଇଛନ୍ତି ଆପଣମାନେ ଦେଖିଲେ। ତା ସହିତ ରାତିରେ ଦେଖିବେ ଆପଣମାନେ ଆହୁରି କଣ କେମିତି ମଜାମସ୍ତି ହଉଛି। ଆଉ ଯୋଉମାନେ